ଆଚ୍ଛା, ଏ ଯେଉଁ ଅମର ଆଉ ସେଜଲ ଏମାନଙ୍କ କଥାରୁ ଆପଣମାନେ କ'ଣ ବୁଝୁଛନ୍ତି? ଗୋଟେ 22 ବର୍ଷର ଝିଅ, ସିଏ ତା ବାଆକୁ ସେଠି ବଦନାମ କରିକିରି ଓଡ଼ିଶା ଆସିଲା। ଓଡ଼ିଶା ଆସିଲା ପରେ କହିଲା ମୁଁ ଅମର ପାଖେ ରହିବି। ଏବେ ଶୁଣିବାକୁ ପଡ଼ୁଛି ଯେ ଅମର ତାକୁ ବ୍ଲାକମେଲିଂ କରିକିରି ଓଡ଼ିଶା ନେଇକି ଆସିଛି। ତା ମାଆକୁ ବ୍ଲାକମେଲିଂ କରିଛି ଯେ ମୋତେ ଯଦି 1 କୋଟି ଟଙ୍କା ଦେବ ତାହେଲେ ଯାଇକିରି ମୁଁ ସେଜଲକୁ ଭୁଲିଯିବି। ଆଚ୍ଛା, ଏ ଝିଅଟି ଯାହା କରୁଛି କ'ଣ ଠିକ୍ କରୁଛି? ୟା କଥାରେ ତ ମତଭେଦ ସବୁବେଳେ ପାଇଁ ରହୁଛି। କେଉଁଥିରେ ତ କେଉଁ ମତ ସହିତ କେଉଁ ମତ ମିଶୁନି ନା। ଆପଣମାନେ କ'ଣ କହିବେ? ଏ ଝିଅକୁ କ'ଣ ଦରକାର? ଗୋଟେ ଅନାଥ ଝିଅ, ତ ଯଦି ଜୀବନ କିଏ ଗୋଟେ ଗଢ଼ିବାକୁ ଚାହୁଁଥିଲା, ନିଜ ପାଦରେ ନିଜ ଜୀବନଟାକୁ ତୁ ଦଳି ଦେଇକି ଆଜି ଓଡ଼ିଶା ଆସିଛୁ। ତାର ରେଜଲ୍ଟ ତୁ କ'ଣ ପାଇବୁ? ଗୋଟେ ମା ଆଖିର ଲୁହ ତୋତେ କ'ଣ ଦେବ? ନା କ'ଣ କହୁଛନ୍ତି? ଏ ଫଟୋ ଦେଖ, କେତେ ନିରୀହ ଦେଖାଯାଉଛି ସେ ଝିଅଟି। ତା ପରେ ସିଏ କେତେ ଭୟଙ୍କର ବୁଦ୍ଧି ତାର ଅନ୍ୟକୁ ବଦନାମ କରିବା ପାଇଁ ସେ ତିଆରି କରିକି ରଖିଛି।